ବିଜେଡିର ସହିବା ସୀମା ଟପିଗଲାଣି। ଏଥର ସାରା ଓଡ଼ିଶା ଜଳିବ, ରଣାଙ୍ଗନ ହୋଇଯିବ। ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ଏଭଳି ମନ୍ତବ୍ୟକୁ ନେଇ ଜୋର ଧରିଛି ଏବେ ଚର୍ଚ୍ଚା। ଗତ ଶୁକ୍ରବାର କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ବ୍ଲକ ଚେୟାରମ୍ୟାନ୍ ଓ ବିଜେଡି ସମର୍ଥିତ ଜନପ୍ରତିନିଧିମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ନିଜେ ବିଡିଓ ଥାନାରେ ଏତଲା ଦେଇଥିଲେ। ଆଜି ଏହାର ପ୍ରତିବାଦରେ କୁଜଙ୍ଗରେ ଏକ ପ୍ରେସମିଟ୍ କରି ବିଜେପି ଉପରେ ପାଲଟା ଆକ୍ରମଣ ଅଭିଯୋଗ ଆଣିବା ସହିତ ଟାର୍ଗେଟ କରିଛନ୍ତି ସମ୍ବିତ। ସେପଟେ ପାରାଦୀପ ବିଜେପି ସଭାପତି କହିଛନ୍ତି ଆମ ଦଳ ଶାନ୍ତିରେ ବିଶ୍ୱାସ କରେ। ସମ୍ବିତ ଓ ତାଙ୍କ ଦଳକୁ ପାରାଦୀପ ଜନତା ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ବିଜୁ ଜନତା ଦଳ ଆଉ ସହିବା ସୀମା ଟପିଗଲାଣି ଏବଂ ସାରା ଓଡ଼ିଶାରେ ଯେଉଁ କାର୍ଯ୍ୟକ୍ରମ ବିଜେପି ବାଲାଙ୍କ ଦ୍ୱାରା ଚାଲିଛି ତାକୁ ପ୍ରତିହତ କରିବା ପାଇଁ ଯାହା କିଛି କରିବ କୁଜଙ୍ଗ ବ୍ଲକରୁ ଆଗାମୀ 20 ତାରିଖରୁ ଶୁଭାରମ୍ଭ ହେବ। ସାରା ଓଡ଼ିଶା ଜଳିବ। ଆଉ ଗୋଟେ କଥା, ତମେ ମୋର ନିରୀହ ପଞ୍ଚାୟତ ସମିତି ମେମ୍ବର ସେମାନେ ଯାଇଛନ୍ତି, ମହିଳାମାନେ 18 ଜଣ ମହିଳା ଯାଇଛନ୍ତି, ଚୁପକିରି ପଛରେ ପାଇଁ ଯାଇଛନ୍ତି। ଆଉ ତମେ ଗଣ୍ଡଗୋଳ କରିବାକୁ ସାହସ ଅଛି ତ ଗୋଟେ ଦିନ ଯାକ ତମେ ଗଣ୍ଡଗୋଳ କରିବ, ଆମେ ଆସିବୁ ଗଣ୍ଡଗୋଳ ଦେଖାଦେଖିବା କଣ ରଣାଙ୍ଗନ ହେଇଯିବ। ରଣାଙ୍ଗନ ତମେ କୋଉ ପ୍ରକାର ଜିତିଛ, ବିଜେପି ଏଠି ଜିତିଛି ଏମଏଲଏ, ସେଟା ସମସ୍ତେ ଜାଣିଛନ୍ତି। କିନ୍ତୁ ପ୍ରକୃତରେ ବୁଝିପାରୁନ ସାରା ଭାରତ ବର୍ଷରେ ବିଜୁ ଜନତା ଦଳ ସର୍ବବୃହତ ଆଞ୍ଚଳିକ ଦଳ, ସର୍ବାଧିକ ସଦସ୍ୟ ତମର ତ ସଦସ୍ୟ ଏବେ କାମ କରୁଛ, ଆମର ହେଇକି ବଳିଲାଣି। ଠିଆ କରେଇଦେବୁ ବାଟ ବାଟ ପାଇଁ। ମୁଁ ସେ କହିଥିଲି ବୋଲି ତମ ଲାଗି ଯାଇଥିଲା ଅତୀତରେ ଇଲେକ୍ସନ ବେଳେ। ଶାନ୍ତିପୂର୍ଣ୍ଣ ଯଦି ତମେ କରି ଦେବ ନାହିଁ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଆମେ ଯଦି ପ୍ରଶ୍ନ ପଚାରିବ ଅଧିକାରୀ ବି ଆମଠୁ ବୁଝି ନେବ, ତାହେଲେ ଯଦି ତମେ ଗଣ୍ଡଗୋଳ କରିବା ପାଇଁ ଯାହା ରାଜି ଅଛ ତାହେଲେ ବାଧ୍ୟ ହେଇକି ତମକୁ ତମ ଭାଷାରେ ଦିଆହେବ। ଏମିତି କ'ଣ କୋଉଠି ହୁଏ? ତାମାନେ ଆମେ କୋଉଠିକି ଶାନ୍ତିରେ, ମୁଁ କହିବା କଥା ସେତିକି, ତାମାନେ ଆମେ କୋଉଠି ଶାନ୍ତିରେ ପଚାରିବା ପାଇଁ ଯାଇପାରିବୁ ନାହିଁ? ତମେ ଗୁଣ୍ଡା ଲାଗି ମାରିବ ଆଉ। ତାହେଲେ ଆମେ ତ ଏତେ ବି 24 ବର୍ଷ ଶାସନ କଲୁ, ତାମାନେ ଆମେ ଏତେ ଅସହାୟ ହେଇଗଲୁ 3 ମାସ ଭିତରେ। ଯୋଉ ତମେ ମାଡ ମାରିବ ଆମେ ସହି ଚାଲିବୁ, ସେ ଆମେ ଗାନ୍ଧୀ। ଭାରତୀୟ ଜନତା ପାର୍ଟି ଶାନ୍ତିରେ ବିଶ୍ୱାସ କରେ। ଇଏ ଆଜ୍ଞା ସବୁ ମାନେ ଗୁଣ୍ଡାଗର୍ଦ୍ଦିର ଭାଷା କେବଳ ବିଜୁ ଜନତା ଦଳ ପାଖରେ ଦେଖିବାକୁ ମିଳିବ। ପାରାଦୀପବାସୀ ଜାଣିଛନ୍ତି ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା କଣ ଆଉ କୋଉ ଭଳିକା ଅପରାଧୀକରଣ ଯୁକ୍ତ ଲୋକ ପାରାଦୀପରେ ଧୀରେ ଧୀରେ ତାଙ୍କର ପୃଷ୍ଠପୋଷକ ସାଜିଥିଲେ। ଏଇ କଥା ମତେ ଇଲେକ୍ସନ ପୂର୍ବରୁ କହିଥିଲେ। ତାକୁ ପାରାଦୀପବାସୀ ଜାଣିଛନ୍ତି, ଓଡ଼ିଶାବାସୀ ମଧ୍ୟ ତାପରେ କଟାକ୍ଷ କରିଛନ୍ତି।